ଆସିକି ସେ ଘର ଭିତରେ ଲୁଚିକି ଏସି ଘର ଭିତରେ ରଖୁଛନ୍ତି। ତାଙ୍କର ବେଲେ ବାଜୁଛି ଲଞ୍ଚିକି ବେଲେ। ଆମେ ଏଠି ଖରାରେ ବଇଛୁ କାହିଁକି ନା ଏ ସମାନତାର ଦେଶ ଡେମୋକ୍ରେସି କଣ୍ଟ୍ରିରେ କୁହାଯାଉଛି କି ସମାନ କାମ ସମାନ ଭତ୍ତା। ସେମାନଙ୍କର ଭତ୍ତା ହେଇକି ହେଲାଣି କେତେ? ଆଉ ଆମେ ଲଜ୍ଜା ଲାଗୁନି? ଆମେ ମାନେ ଆଜି ଶପଥ କରିବା ଆମ ମାନଙ୍କ ଅଧିକାର ସେମାନେ ଆସିକି ଏଇଠି ଦେବେ, ନଇଲେ ଉଠିବା। ଯୋଉ ଜୀବନରେ ସଂଗ୍ରାମ ନାହିଁ ସେ ଜୀବନ ଜୀବନ ନୁହେଁ, ଯୋଉ ଜୀବନରେ ମର୍ଯ୍ୟାଦା ନାହିଁ ସେ ଜୀବନ ଜୀବନ ନୁହେଁ। ଆଜି ଆମେ ମାନେ ସମସ୍ତେ ଏକତ୍ରିତ ହେଇଛନ୍ତି। 8 ଦିନ ହେଲା 70,000 ଲୋକ। ଏଠି ଗୋଟିଏ ଲୋକ ଯଦି ଉପାସରେ ରହୁଛି ତାର ଅସୁବିଧା ହଉଛି। ତାଙ୍କ ପରିବାର ଯୋଉମାନେ ଏସିରେ ବସନ୍ତି 3.5 ଲକ୍ଷ ଟଙ୍କା ପୃଥିବୀ ତଳମଳ ହେଇଯାଉଛି, ତାଙ୍କ ଆଖିରେ ଦେଖାଯାଉନି। ଆଜି ଏତେ ଡିଗ୍ରୀ ଖରାରେ ମୋ ମା ଭଉଣୀ ଭାଇ ମାନେ ବସିଛନ୍ତି 100 ମିଟର ଦୂରତା। ଯଦି କହୁଛ ମାନବ ଅଧିକାର କଥା, ଯଦି ଇକ୍ୱାଲିଟିର କଥା କହୁଛ, ତାହେଲେ ଡେମୋକ୍ରେସିର କଥା କହୁଛ, ତାହେଲେ ଆସିକି ଦୟା କରିକି ସରକାର ଯଦି ଏ କଥା ଶୁଭୁଥିବ, ମୋ ଇଣ୍ଟେଲିଜେନ୍ସ ଭାଇ ସିଭିଲ ଡ୍ରେସରେ ବସିଥିବେ। ମିଡିଆ କଥା ତ ଭାଇ କହୁଥିଲେ, ମୋର ସୁଦର୍ଶନ ଭାଇ ଘୋଡ଼ା ବେପାର ଲୁଙ୍ଗି ଖାଇବା କଥା, କିଏ ବୋପା କଥା ଚିନ୍ତା କଲାଣି, କିଏ କହୁଛି କେତେ କଥା। 70,000 ଲୋକଙ୍କ କଥା ତାଙ୍କୁ ଶୁଭୁନି।